ସାଙ୍ଗମାନେ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ଏବେ ଆମ ଭାରତରେ ମହାକୁମ୍ଭ ମେଳା ଚାଲିଛି। ମହାକୁମ୍ଭ ମେଳାରେ ବହୁତ ସାଧୁ ସନ୍ଥମାନେ ଆସିଛନ୍ତି, ବହୁତ ନାଗା ସାଧୁମାନେ ଆସିଛନ୍ତି, ବହୁତ ଦୂର ଦୂରାନ୍ତରୁ ଆସିଛନ୍ତି। କରୋଡ଼ କରୋଡ଼ ଲୋକ ଆସିଛନ୍ତି, ଯେଉଁମାନେ ଆସି ପାପ ନିଜର ପାପକୁ ଧୋଇବା ପାଇଁ, ନିଜ ଯେଉଁ ଜୀବନରେ ସେମାନେ ଯେଉଁ ପାପ କାର୍ଯ୍ୟ କରିଛନ୍ତି ସେ ପାପକୁ ଧୋଇବା ପାଇଁ ସେମାନେ ଆସି ଗଙ୍ଗାରେ ସ୍ନାନ କରୁଛନ୍ତି। ତ୍ରିବେଣୀ ନଦୀରେ ଗଙ୍ଗାରେ ଆସି ସ୍ନାନ କରୁଛନ୍ତି। ସେମାନେ ଯେଉଁ ଏତେ ଦୂରରୁ ଆସୁଛନ୍ତି, ଯେଉଁ ନାଗା ସାଧୁମାନେ ଆସୁଛନ୍ତି, ସେମାନେ ଏଠି ଆସି ରହୁଛନ୍ତି। ବହୁତ କିଛି ସାଙ୍ଗମାନେ ଆପଣମାନେ ଦେଖିଥିବେ, ବହୁତ କିଛି ଭିଡ଼ିଓ ଭାଇରାଲ ହେଉଛି, ଯେଉଁ ନାଗା ସାଧୁମାନେ କଣ୍ଟା ଉପରେ କିଏ ଶୋଇଛନ୍ତି, କାହାର ମୁଣ୍ଡ ଉପରେ ମାନେ ଘାସ ଉଠି ଯାଇଛି, କାହାର ହାତ ଉପରକୁ କିଏ କରିକି ରହିଛି, ଏମିତି କିଛି ବହୁତ କିଛି ଅଛନ୍ତି। ତାଙ୍କ ଭିତରୁ କିଏ ଟଙ୍କା ରୋଜଗାର ବି କରୁଛନ୍ତି। କଣ୍ଟାରେ ଯିଏ ଶୋଇଛି କିଏ ଟଙ୍କା ରୋଜଗାର ବି କରୁଛନ୍ତି, ନିଜ ପେଟ ପାଟଣା ପାଇଁ ସେମାନେ ଟଙ୍କା ରୋଜଗାର ବି କରୁଛନ୍ତି। ସେଠି ଯେଉଁମାନେ ସବୁ ଲୋକ ଦେଖିବାକୁ ଆସୁଛନ୍ତି ସେମାନେ ତାଙ୍କୁ ଟଙ୍କା ଦେଉଛନ୍ତି, ସେମାନେ ଟଙ୍କା ପକାଉଛନ୍ତି, ସେମାନେ ବି ତାକୁ ରଖୁଛନ୍ତି ତାଙ୍କର ନିଜର ଖର୍ଚ୍ଚ ବାର୍ଚ୍ଚ ଉଠାଇବା ପାଇଁ। ଯେତେବେଳେ ସିଏ ଆସିଛନ୍ତି ଏତେ ଦୂରରୁ, ନିଜର ତ ଫେରେ ଖର୍ଚ୍ଚ ବାର୍ଚ୍ଚ ତାଙ୍କୁ ତ ଉଠାଇବାକୁ ପଡ଼ିବ ନା, ସେଥିପାଇଁ ସେମାନଙ୍କର ଖର୍ଚ୍ଚ ବାର୍ଚ୍ଚ ବି ଉଠି ଯାଉଛି। ଆପଣମାନେ ଗୋଟେ କଥା ବହୁତ ଭଲ ଭାବରେ ଜାଣିଥିବେ, ଆମେ ସବୁବେଳେ ପାଇଁ ଭାବିଥାଉ ମନରେ, ଯେଉଁ ଆମ ଗାଁ ଗାଉଁଲିରେ ଯେଉଁମାନେ ଆସନ୍ତି ଲୋକମାନେ, ଯେଉଁ ବୁଲିବାକୁ ଆସନ୍ତି, ଯେଉଁମାନେ ମାଗନ୍ତି, ଭିକ ମାଗନ୍ତି, ପଇସା ମାଗନ୍ତି, କି ଚାଉଳ ଦିଅ, ପଇସା ଦିଅ, ଏମିତି କିଛି ମାଗନ୍ତି। ମାଗିକିରି ସେମାନେ ନେଇକି ଯାଆନ୍ତି, ସେମାନଙ୍କର ପେଟ ପାଟଣା କରନ୍ତି। ସତରେ କ'ଣ ସେମାନଙ୍କ ଭିତରେ ସତରେ ସେମାନେ ସବୁକିଛି ସେମାନଙ୍କୁ ଜଣା? ସେମାନେ ହାତ ଦେଖନ୍ତି, କେଉଁମାନେ ହାତ ଦେଖିବେ, କେଉଁମାନେ ତୁମକୁ ଦେଖି କହିଦେବେ କି ତୁମ ଭବିଷ୍ୟତରେ ଏଇଆ ହେବ, ତୁମର ଏଇଆ ହେବାର ଅଛି, ଏମିତି ସବୁ ବହୁତ କିଛି କଥା କୁହନ୍ତି। ସତରେ କ'ଣ ସେ ଯାହା କୁହନ୍ତି ସେଇଆ ଆମ ଜୀବନରେ ଘଟେ? ସମ୍ପୂର୍ଣ୍ଣ ସେଇଟା ଭୁଲ। ବହୁତ ଲୋକ ଅଛନ୍ତି କହିଦିଅନ୍ତି, ଯେଉଁମାନେ ସତରେ ବାବା, ଯେଉଁମାନେ ସତରେ ଏସବୁ ବିଷୟରେ ଜାଣିଛନ୍ତି, ଏସବୁ ବିଷୟରେ ପାଠ କରିଛନ୍ତି, ସେମାନେ ଏ ବିଷୟରେ କହିପାରିବେ। ଆଉ ବହୁତ କିଛି ଲୋକ ଅଛନ୍ତି ସେମାନେ ଟଙ୍କା ରୋଜଗାର କରିବା ପାଇଁ, କେମିତି ବହୁତ ପଇସା ରୋଜଗାର କରିବେ, ସେଥିପାଇଁ ସେମାନେ ମିଛ ସତ କହିକିରି ବୁଲିଯାଆନ୍ତି। ଯାହାଙ୍କୁ ମାନେ କିଛି କିଛି ଜଣା, ଅଳ୍ପ ବହୁତ ଜଣା, ସେଇମାନେ ଏମିତି କିଛି ମାନେ ମନରେ କହିକିରି ଭାବିକିରି ମନରେ ଏମିତି ବୁଲିଥାନ୍ତି। ସେମାନେ ଲୋକଙ୍କୁ କହିକିରି ବହୁତ ପଇସା ଲୁଟିକି ନେଇଥାନ୍ତି। ଯେଉଁମାନେ ଆସନ୍ତି ପଇସା ହେଉ, ଚାଉଳ ହେଉ, ଖାଇବା ପାଇଁ ଏମିତି ଲୁଟିକି ନେଇଥାନ୍ତି, ଲୋକମାନଙ୍କ ଠାରୁ ବହୁତ ପଇସା ନେଇଥାନ୍ତି। ସାଙ୍ଗମାନେ, ଯଦି ଆପଣଙ୍କ ଘରକୁ ବା ଆପଣଙ୍କ ଗାଁକୁ ଏମିତି କେହି ଆସୁଛନ୍ତି ନା, ତାହେଲେ ଦୟାକରି ଆପଣମାନେ ବେଶୀ କିଛି ଦିଅନ୍ତୁ ନାହିଁ। 5 ଟଙ୍କା 10 ଟଙ୍କା ତ ଚଳିବ, ହେଲେ ଆପଣମାନେ ବହୁତ କିଛି ଟଙ୍କା ଦେଇ ଦେଉଛନ୍ତି, ସେଇଟା ଭୁଲ, ସେଇଟା ଦେବା କଥା ନୁହଁ। ସାଙ୍ଗମାନେ, ଆଜି ଆମେ ଜାଣିବା ମହାକୁମ୍ଭ ମେଳାରେ ଏବେ ଯେଉଁ ମହାକୁମ୍ଭ ଚାଲିଛି, ତା ଦେହରେ ତ ବହୁତ ସାଧୁ ସନ୍ଥମାନେ ଆସିଛନ୍ତି, ବହୁତ ନାଗା ସାଧୁମାନେ ଆସିଛନ୍ତି। ସତରେ ସେଠି କୌଣସି ମାନେ କେଉଁ ଦେବାଦେବୀଙ୍କର ପୂଜା କରାଯାଏ? ଆପଣମାନଙ୍କ ମନରେ ନିଶ୍ଚିନ୍ତ ଭାବରେ ପ୍ରଶ୍ନ ଉଠିଥିବ, ଯେଉଁ ନାଗା ସାଧୁମାନେ ଆସିଛନ୍ତି, ଏତେ ଲୋକ ଆସୁଛନ୍ତି, ସେଠି ପୂଜା କାହାର ହେଉଛି? କେଉଁ ଭଗବାନଙ୍କର ସେଠି ପୂଜା କରାଯାଉଛି? ଆମେ ଆଜି ସେହି ବିଷୟରେ ଜାଣିବା। ସାଙ୍ଗମାନେ, ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା। ଏହା ଭାରତର ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ। ପ୍ରତି 12 ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା। ସନାତନ ଧର୍ମରେ ମହାକୁମ୍ଭ ମେଳାର ମହତ୍ତ୍ୱ ରହିଛି। ଧାର୍ମିକ ପର୍ବ 13 ଜାନୁଆରୀରୁ ଆରମ୍ଭ ହୋଇଥିଲା, ଯାହାକି 26 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ସାଙ୍ଗମାନେ, ଯେଉଁ ଏବେ କୁମ୍ଭମେଳା ଚାଲିଛି ସେ ଜାନୁଆରୀ 13 ତାରିଖରୁ ଫେବୃଆରୀ 26 ତାରିଖ ଯାକେ ଚାଲିବ, ଯାହାକି 1.5 ମାସ ଚାଲିବ। ମହାକୁମ୍ଭ ଅମୃତ ସ୍ନାନର ମହତ୍ତ୍ୱ ରହିଛି। ଏହି ସମ୍ପର୍କରେ ପ୍ରଥମ ଅମୃତ ସ୍ନାନ, ଦ୍ୱିତୀୟ ଅମୃତ ସ୍ନାନ 29 ଜାନୁଆରୀରେ ଏବଂ ତୃତୀୟ ଅମୃତ ସ୍ନାନ 3 ଫେବୃଆରୀରେ ଅନୁଷ୍ଠିତ ହେବ। ଅମୃତ ସ୍ନାନ କରିବାର ପ୍ରଥମ ଅଧିକାର ନାଗା ସାଧୁଙ୍କୁ ଦିଆଯାଇଛି। ନାଗା ସାଧୁ
ଭୋଲେ ଶଙ୍କରଙ୍କ ଉପାସକ ବୋଲି ବିବେଚନା କରାଯାଏ। ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ସହିତ ଭଗବାନ ଏବଂ ଦେବୀଙ୍କ ପୂଜା ମଧ୍ୟ କରାଯାଇଥାଏ। ତେବେ ସାଙ୍ଗମାନେ ଆସନ୍ତୁ ଜାଣିବା ମହାକୁମ୍ଭ ମେଳାରେ କେଉଁ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଇଥାଏ। ମହାକୁମ୍ଭର ଆରମ୍ଭ ସମୁଦ୍ର ମନ୍ଥନ ପରେ ଆରମ୍ଭ ହୋଇଥାଏ। ଯେତେବେଳେ ଦେବତା ଏବଂ ଅସୁରମାନେ ସମୁଦ୍ରରୁ 14ଟି ରତ୍ନ ବାହାର କରିଥିଲେ, ସେଥିମଧ୍ୟରୁ ଗୋଟିଏ ଅମୃତ ଭଣ୍ଡାର ଥିଲା, ଯେଉଁଥିପାଇଁ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ବିଶ୍ୱାସ କରାଯାଏ ଯେ ଯୁଦ୍ଧ ସମୟରେ ଅମୃତ କଳସରୁ କିଛି ବୁନ୍ଦା ପୃଥିବୀ ଉପରେ ପଡ଼ିଥିଲା, ଯେଉଁ କାରଣରୁ ମହାକୁମ୍ଭ ଆରମ୍ଭ ହୋଇଥିଲା। ଅବଶ୍ୟ ସମୁଦ୍ର ମନ୍ଥନ ସମୟରେ ହଳାହଳ ବିଷ ପ୍ରଥମେ ଉତ୍ପନ୍ନ ହୋଇଥିଲା, ପରେ ଚାରିଆଡ଼େ ହାହାକାର ପଡ଼ିଯାଇଥିଲା। ଏହାପରେ ମହାଦେବ ଆଗକୁ ଆସି ହଳାହଳ ବିଷ ପିଇ ତାଙ୍କ ଗଳାରେ ବିଷକୁ ଅଟକାଇ ଦେଲେ। ଏହି କାରଣରୁ ମହାଦେବଙ୍କ ନାମ ନୀଳକଣ୍ଠେଶ୍ୱର ରଖାଯାଇଥିଲା। ତାପରେ ବିଷର ଉତ୍ତାପରୁ ଶୀତଳତା ଯୋଗାଇବା ପାଇଁ ଦେବତା ଏବଂ ସାଧୁମାନେ ମହାଦେବଙ୍କୁ ପାଣି, କ୍ଷୀର ଇତ୍ୟାଦିରେ ଅଭିଷେକ କଲେ। ସେବେଠାରୁ ମହାଦେବଙ୍କ ଜଳାଭିଷେକ ପୂଜା ଆରମ୍ଭ ହୋଇଥିଲା। ଏହି କାରଣରୁ ମହାକୁମ୍ଭ ମେଳାରେ ମହାଦେବଙ୍କୁ ପୂଜା କରାଯାଏ। ଏହା ସହ ଅମୃତ କଳସ ଅସୁରମାନଙ୍କଠାରୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ମୋହିନୀ ରୂପରେ ଏହାକୁ ଦେବତାମାନଙ୍କ ମଧ୍ୟରେ ବାଣ୍ଟିଥିଲେ, ଯେଉଁଥିପାଇଁ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଏ। ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଏହା ସହିତ ମାତା ଗଙ୍ଗାଙ୍କୁ ମଧ୍ୟ ମହାକୁମ୍ଭରେ ପୂଜା କରାଯାଏ। ସାଙ୍ଗମାନେ, ଆମର ଯେଉଁ ଏବେ କୁମ୍ଭମେଳା ଚାଲିଛି, ସେ କୁମ୍ଭମେଳାରେ ପ୍ରଭୁ ମହାଦେବ, ପ୍ରଭୁ ବିଷ୍ଣୁଙ୍କୁ ମଧ୍ୟ ସେଠାରେ ପୂଜା କରାଯାଏ। ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ମାତା ଗଙ୍ଗାଙ୍କୁ ମଧ୍ୟ ମହାକୁମ୍ଭରେ ପୂଜା କରାଯାଏ। ସାଙ୍ଗମାନେ, ଯଦି ଆପଣମାନେ ମହାକୁମ୍ଭ ଯିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ନିଶ୍ଚିନ୍ତ ଯିବାକୁ ଟ୍ରାଏ କରନ୍ତୁ। କାରଣ ଯଦି ଆପଣମାନେ ଏହି ମହାକୁମ୍ଭକୁ ନ ଯାଇପାରୁଛନ୍ତି, ତାହେଲେ ଆପଣଙ୍କ ଜୀବନରେ ଆଉ ମହାକୁମ୍ଭ ଆସିବ ନାହିଁ। କାରଣ ମହାକୁମ୍ଭ 144 ବର୍ଷରେ ଥରେ ଆସିଥାଏ। ସେଥିପାଇଁ ଆମେ ଯଦି ଏବେ 2025ରେ ମହାକୁମ୍ଭ କରୁଛୁ, ମହାକୁମ୍ଭ ଆମେ ପାଳନ କରୁଛୁ, ତାହେଲେ ଆମକୁ ଯାଇ 144 ବର୍ଷ ପରେ ଯାଇ ଫେରେ ଆଉ ଥରେ ମହାକୁମ୍ଭ ଆସିବ। ସେତେବେଳକୁ ଆମର ଆଉ ଜୀବନ ନଥିବ ବା ଆମେ ବଞ୍ଚି ନଥିବା। ସେଥିପାଇଁ ଆପଣମାନେ ଯଦି ଚାହୁଁଛନ୍ତି ମହାକୁମ୍ଭ ଦର୍ଶନ କରିବା ପାଇଁ, ତାହେଲେ ଆପଣ ଯାଆନ୍ତୁ, ମହାକୁମ୍ଭରେ ଦର୍ଶନ କରିକି ଆସନ୍ତୁ, ନିଜର ପାପ ଧୋଇକି ଆସନ୍ତୁ। ଜୀବନରେ ଯାହା ବି ପାପ କରିଛନ୍ତି ନା, ଆପଣ ବହୁତ ଜଲ୍ଦି ଭଲ ହୋଇଯିବେ, ଖୁସିରେ ରହିବେ। ଆପଣଙ୍କ ପାପ ସବୁ ଧୋଇଯିବ। ଜୀବନରେ କ'ଣ ଅଛି? ସବୁବେଳେ ଟଙ୍କା ପଛରେ ଗୋଡ଼େଇ, ସବୁବେଳେ ଭଲ ପଛରେ ଗୋଡ଼େଇ ଆପଣଙ୍କୁ ମିଳୁଛି କ'ଣ? କିଛି ମିଳୁନି। ଜୀବନରେ ଟଙ୍କା ପଛରେ ଗୋଡ଼େଇ ବହୁତ କିଛି ପାପ କରିଗଲେଣି, ବହୁତ କିଛି ଖରାପ କାମ କରିଗଲେଣି, ଟଙ୍କା ପାଇଁ ବହୁତ କିଛି ଖରାପ କରିଦେଲେଣି ନିଜକୁ। ସେଥିପାଇଁ ଥରେ ମହାକୁମ୍ଭ ଯାଆନ୍ତୁ, ମହାକୁମ୍ଭରେ ବୁଡ଼ ପକାଇ ନିଜକୁ ପବିତ୍ର କରିକି ଆସନ୍ତୁ। ଦେଖିବେ ଜୀବନରେ କେବେ ଦୁଃଖ ଆସିବ ନାହିଁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବାକୁ ଭୁଲିବେ ନାହିଁ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ, ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।